ସେଇଟା ଲୋକ ବହୁତ ସମସ୍ୟାରେ ଅଛନ୍ତି ଏବଂ ଯେଉଁମାନେ ଅନାଥ ଛୁଆମାନେ ସେମାନେ ତ ତାଠୁ ଅଧିକ ସମସ୍ୟାରେ ଅଛନ୍ତି। ଆମର ସେଠି ବେଲପାହାଡ଼ରେ ଠକ୍କର ବାବା ଗୋଟେ ଆଶ୍ରମ ଅଛି ଯେଉଁଠି ବାପା ମା' ହରେଇଥିବା ଛୁଆମାନେ ସବୁ ପାଠ ପଢ଼ନ୍ତି। କାଲି ସେଠି ରହିକିରି ପାଠ ପଢ଼ୁଥିବା ଗୋଟେ ଅନାଥ ଝିଅର କାଲି ଆମେ ଆପଏଣ୍ଟମେଣ୍ଟ ଅର୍ଡ଼ର ବି ଇସ୍ୟୁ କରୁଛୁ ଗୋଟେ କମ୍ପାନୀରେ ସେ କାମ କରିବ ଏବଂ ସାମଗ୍ରିକ ଭାବରେ ମହାନ୍ତି କୋଇଲା କମ୍ପାନୀର ସହାୟତାରେ ଝାରସୁଗୁଡ଼ାରେ ଗୋଟେ ନିଆରା ଏବଂ ଆଦର୍ଶ ଯୋଜନା ଆମେ ଆରମ୍ଭ କରିଛୁ। ପ୍ରକୃତରେ ଯେଉଁମାନେ ପିଲାବେଳୁ ବାପାକୁ ହରାଉଛନ୍ତି, ମା' ତାକୁ ପାଳିବା, ପାଠ ପଢ଼ାଇବା, ବଡ଼ କରିବା ଏବଂ ବାହା କରିବା ମା' ପାଇଁ ଦୁର୍ବିସହ ବ୍ୟାପାର ହୋଇଯାଉଛି। ତେଣୁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗୋଟେ ଟ୍ରଷ୍ଟ କରିଛୁ ଆମେ ମହାନ୍ତି କୋଇଲା କମ୍ପାନୀ। ସେ ଟ୍ରଷ୍ଟରେ ଯେଉଁମାନେ ସବୁ ପଞ୍ଜୀକୃତ ହେବେ ଏଭଳିଆ ବାପ ନଥିବା ଶିଶୁ କନ୍ୟାମାନେ ତାଙ୍କର ଦାୟିତ୍ୱ ଟ୍ରଷ୍ଟ ନେବେ। ପ୍ରି ଏଜୁକେସନ୍ ଯେଉଁ ଛୁଆମାନେ ଛୋଟ ଛୁଆମାନେ ତାଙ୍କୁ ମାସକୁ 1000 ଟଙ୍କା ଲେଖା ଆମେ ଅନୁଦାନ ଦେବୁ। ସେଥିରେ ସେମାନେ ପ୍ରି ଏଜୁକେସନ୍ କାମଟା ତୁଲେଇବେ। ଯେଉଁମାନେ ଏଜୁକେସନ୍ ପରବର୍ତ୍ତୀ ବର୍ଷରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ଲାଭ କରିବେ ସେମାନଙ୍କୁ ମାସକୁ 2000 ଟଙ୍କା ଲେଖା ଆମେ ସହାୟତା ଦେବୁ ଏବଂ ଯେଉଁମାନେ ହାଇସ୍କୁଲ ପରେ +2 ଏବଂ ତଦୁର୍ଦ୍ଧ୍ୱ ପାଠ ପଢ଼ିବେ ସେମାନଙ୍କୁ ମାସକୁ 4000 ଟଙ୍କା ଲେଖା ଆମେ ଅନୁଦାନ ରାଶି ଦେବୁ, ଯେଉଁ ପଇସାରେ ସେ ତା'ର ପାଠପଢ଼ା ତୁଲେଇବ। ଆଗକୁ ଯେତେବେଳେ ଝିଅ ବଡ଼ ହେବ ଏବଂ ବାହାଘରର ସମୟ ଆସିବ ସେ ସମୟରେ ମଧ୍ୟ ବାହାଘର ପାଇଁ ମଧ୍ୟ ଇଏ ଟ୍ରଷ୍ଟ ଆର୍ଥିକ ସହାୟତା ଯୋଗାଇବ। 100ରୁ ଅଧିକ ଏଭଳିଆ ପିତା ଶୂନ୍ୟ ଶିଶୁ କନ୍ୟାମାନଙ୍କର ପଞ୍ଜୀକୃତ ହୋଇଯାଇଛି ଏବଂ ସହାୟତା ଦେବାଟା ଆରମ୍ଭ କରୁଛୁ ଏବଂ ପ୍ରତ୍ୟେକ ସପ୍ତାହରେ ଗୋଟେ ଯୋଡ଼େ କେସ୍ ଭଳିଆ ଆସୁଛି। ତେଣୁ ସାରା ଭାରତବର୍ଷରେ ଏଇଟା ଗୋଟେ ଅଭିନବ ଯୋଜନା, ଯେଉଁ ଯୋଜନାରେ ଅସହାୟ ଶିଶୁ କନ୍ୟାମାନେ ଯେଉଁମାନେ ଘରେ ଉପାର୍ଜନକ୍ଷମ ପିତାକୁ ହରାଇଛନ୍ତି ତା ପାଇଁ ଗୋଟେ ବଡ଼ ଆଶ୍ୱସ୍ତି ହେବ ଏବଂ ତାର ସାଙ୍ଗରେ ଆମେ ପ୍ରତ୍ୟେକ ଶିଶୁ କନ୍ୟା ପାଇଁ ଆର୍ଥିକ ସହାୟତା ସହିତ ଜଣେ ପାଳକ ମଧ୍ୟ ସମାଜରୁ ଖୋଜୁଛୁ ଯିଏ ତାର ଦୈନନ୍ଦିନ ସୁବିଧା ଅସୁବିଧା ମଧ୍ୟ ବୁଝିବ। ଆଶା କରୁଛୁ ଏଟାକୁ ଆଗକୁ ଅନ୍ୟ ଜିଲ୍ଲାରେ ମଧ୍ୟ କରିବା ପାଇଁ, ଯାହାଫଳରେ ଶିଶୁ କନ୍ୟାମାନେ ଏବଂ ମୂଳତଃ ତାଙ୍କର ମାତାମାନେ ଯେଉଁମାନେ ସ୍ୱାମୀକୁ ହୋଇଛନ୍ତି ସେମାନଙ୍କୁ ଆଉ ଛୁଆକୁ ପାଳିବାରେ, ପାଠ ପଢ଼ାଇବାରେ ଏବଂ ବାହା କରିବାର ଯେଉଁ ଚାପ ସେ ଚାପରୁ ସେ ମୁକ୍ତ ରହିବେ।